ମୁଁ ଆଜି ପୋଟଳରେ ଗୋଟେ ନୂଆ ପ୍ରକାର ସହଜ ଆଉ ସ୍ୱାଦିଷ୍ଟ ରେସିପି ବନେଇବି। ଆପଣ ପୋଟଳର ଏହି ରେସିପିକୁ କମ୍ ସମୟରେ ପ୍ରସ୍ତୁତ କରି ପଖାଳ ଭାତ କି ଗରମ ଭାତ ସହିତ ଖାଇପାରିବେ। ଯଦି ଆପଣ ପୋଟଳର ସେ ଗୋଟେ ପ୍ରକାର ରେସିପି ଖାଇ ଖାଇ ବୋର୍ ହେଇଗଲେଣି ଆଉ ପୋଟଳରେ କିଛି ନୂଆ ଆଉ ଟେଷ୍ଟି ଖାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ରେସିପିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପୋଟଳର ଏହି ରେସିପି ପାଇଁ ମୁଁ ଏଠି 6ଟା ପୋଟଳ ନେଇଛି। ପୋଟଳର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ପୋଟଳକୁ ଭଲସେ ଧୋଇକି ନେଇଯିବା। ଆପଣ ଏହି ରେସିପି ପାଇଁ ଟିକେ ବଡ଼ ସାଇଜ୍ର ପୋଟଳ ନେବେ, ବେଶୀ ଛୋଟ ପୋଟଳ ନେବେନି। ଏବେ ଆମେ ପୋଟଳକୁ କାଟିବା। ପ୍ରଥମେ ଆମେ ପୋଟଳର ଉପର ସ୍କିନ୍କୁ ଏମିତି ଲାଇଟଲି ପିଲ୍ କରିଦେବା। ତାପରେ ଆମେ ପୋଟଳର ଉପର ପଟ ମୁଣ୍ଡ ଆଉ ତଳ ପଟ ମୁଣ୍ଡକୁ କାଟିକି ବାହାର କରିଦେବା। ତାପରେ ପୋଟଳକୁ ଏମିତି ଭାବେ ମଝିରୁ ଦ୍ୱିଖଣ୍ଡ କରି କାଟିକି ନେବେ। ଏମିତି ଭାବେ ଆମେ ସବୁ ପୋଟଳକୁ କାଟିକି ନେଇଯିବା। ମୁଁ ଏଠି ସବୁ ପୋଟଳକୁ କାଟିକି ନେଇଯାଇଛି। ଏବେ ଆମେ ଗୋଟେ ଚାମଚ ନେବା ଆଉ ଚାମଚର ପଛପଟେ ଏଇ ଯେଉଁ ପୋଟଳ ଭିତରେ ଯେଉଁ ମଞ୍ଜି ଅଛି ତାକୁ କାଢ଼ିଦେବା। ଆପଣ এই ମଞ୍ଜିକୁ ଗୋଟେ ବାଉଲରେ କାଢ଼ିବେ, କାରଣ ଆମେ এই ମଞ୍ଜିକୁ ପଛରେ ୟୁଜ୍ କରିବା। ଯଦି ପୋଟଳ ଭିତରେ ଏମିତି ପାଚିଲା ମଞ୍ଜି ଥିବ ତାକୁ ଫୋପାଡ଼ି ଦେବେ, ଆମେ ତାକୁ ୟୁଜ୍ କରିବାନି। ମୁଁ ଏଠି ସବୁ ପୋଟଳ ଭିତରୁ ମଞ୍ଜିକୁ କାଢ଼ି ଦେଇଛି। ଏବେ ଆମେ ପୋଟଳ ମଞ୍ଜିକୁ ହାତରେ ଚକଡ଼ି ଦେବା। ଇଏ ବହୁତ ଇଜିଲି ଚକଡ଼ି ହେଇଯିବ। ଯଦି ଟାଣ ମଞ୍ଜି ଥିବ ତାହେଲେ ଆପଣ ତାକୁ କାଢ଼ିଦେବେ। ଆପଣ ଚାହିଁଲେ ଆକୁ ଛୁରୀରେ ଛୋଟ ଛୋଟ କରି କାଟିକି ନେଇପାରିବେ। ସବୁକୁ ଭଲସେ ଚକଡ଼ିଲା ପରେ ମୁଁ ଏଥିରେ ପିଆଜ ଦେଉଛି। ମୁଁ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ ପିଆଜକୁ ଛୋଟ ଛୋଟ କରି କାଟିକି ପକାଇଛି। ତାପରେ ମୁଁ ଏଥିରେ ସିଝା ଆଳୁ ଦେଉଛି। ମୁଁ ଏଠି ଗୋଟେ ବଡ଼ ଆଳୁର ଉପର ଚୋପାକୁ ଛଡ଼େଇକି ନେଇଯାଇଛି। ଏବେ ଆମେ ଏଥିରେ କିଛି ଗୁଣ୍ଡ ମସଲା ପକାଇବା। ପ୍ରଥମେ ମୁଁ ଏଥିରେ ଲଙ୍କା ଗୁଣ୍ଡ ଦେଉଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ, ଗୋଟେ ଛୋଟ ଚାମଚ ମିଟ୍ ମସଲା ପକାଇଛି। ଆ ଜାଗାରେ ଆପଣ କିଛି ବି ସବଜି ମସଲା ପକାଇ ପାରିବେ। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ଆଉ ଗୋଟେ ଛୋଟ ଚାମଚ ଅଦା ରସୁଣ ବଟା ଦେଇଛି। ଆପଣ ଚାହିଁଲେ ଅଦା ରସୁଣ ଛେଚା ନେଇପାରିବେ। ଏବେ ଆମେ ଆଳୁକୁ ଭଲସେ ଚକଡ଼ି ଦେବା। ମୁଁ ଏଠି ହାତରେ ଚକଡ଼ୁଛି, ଆପଣ ଚାହିଁଲେ ଗୋଟେ ମ୍ୟାସର ସାହାଯ୍ୟରେ ଚକଡ଼ିକି ନେଇପାରିବେ। ତାପରେ ମୁଁ ବାଇଣ୍ଡିଂ ପାଇଁ ଗୋଟେ ଛୋଟ ଚାମଚ ବେସନ ଆଉ ଗୋଟେ ଛୋଟ ଚାମଚ କର୍ଣ୍ଣଫ୍ଲାୱାର ଦେଇଛି। କର୍ଣ୍ଣଫ୍ଲାୱାର ଜାଗାରେ ଆପଣ ଚାଉଳ ଗୁଣ୍ଡ ନେଇପାରିବେ। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା। ଆପଣ ଏଥିରେ ଗୋଟେ ଛୋଟ ଚାମଚ ବେସନ ଆଉ ଗୋଟେ ଛୋଟ ଚାମଚ କର୍ଣ୍ଣଫ୍ଲାୱାର ଦେବେ। ଅଧିକ ବେସନ କି କର୍ଣ୍ଣଫ୍ଲାୱାର ଦେବେନି। ଆଳୁ ମସଲା ଏଠି ରେଡ଼ି ହେଇଯାଇଛି। ଏବେ ଆମେ এই ପୋଟଳ ଭିତରେ ଏ ଆଳୁର ମସଲାକୁ ଦେଇଦେବା। ଆଳୁ ମସଲାର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ଆପଣ ଏଥିରେ ଅତ୍ୟଧିକ ଆଳୁ ମସଲା ଦେବେନି, ଏମିତି ଲେବୁଲ୍ କରି ଆଳୁର ମସଲା ଦେବେ। ଅତ୍ୟଧିକ ଆଳୁ ମସଲା ଦେଲେ ଯେତେବେଳେ ଆପଣ এই ପୋଟଳକୁ ଭାଜିବେ, ଆଳୁ ମସଲା ପୋଟଳର ବାହାରକୁ ବାହାରିଯିବ। ଏମିତି ଭାବେ ଆମେ ସବୁ ପୋଟଳ ଭିତରେ ଆଳୁର ମସଲାକୁ ଦେଇଦେବା। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ମୁଁ ଏଠି ସବୁ ପୋଟଳ ଭିତରେ ଆଳୁର ମସଲାକୁ ଦେଇଦେଇଛି। ଏବେ ଆମେ এই ପୋଟଳକୁ ଫ୍ରାଏ କରିବା। ସେଥିପାଇଁ ମୁଁ ଏଠି ଗୋଟେ ପ୍ୟାନ୍ରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଆମେ ଏଥିରେ ଗୋଟେ ଗୋଟେ କରି ପୋଟଳକୁ ଦେଇଦେବା। ଆପଣଙ୍କ ପ୍ୟାନ୍ରେ ଯେତିକିଟା ପୋଟଳ ଜାଗା ହେବ ସେତିକିଟା ପୋଟଳ ଦେବେ। ପୋଟଳର ଯେଉଁ ପଟ ସାଇଡ଼୍ରେ ଆଳୁର ମସଲା ଅଛି ସେପଟ ସାଇଡ଼୍କୁ ଆପଣ ତଳକୁ ରଖିବେ। ଏବେ ଆମେ ଆକୁ ଲୋ ଫ୍ଲେମ୍ରେ 5ରୁ 6 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଏ ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯିବ। ମୁଁ ଏବେ ପୋଟଳ ଉପରେ ଅଳ୍ପ ଲୁଣ ପକାଇ ଦେଉଛି, କାରଣ ଆମେ ପୋଟଳରେ ଲୁଣ ପକାଇ ନଥିଲେ। ଏଠି 5ରୁ 6 ମିନିଟ୍ ହେଇଗଲାଣି। ଏବେ ଆମେ ପୋଟଳକୁ ଲେଉଟାଇ ଦେବା। ଦେଖିପାରୁଥିବେ ଏଠି ପୋଟଳର ତଳପଟ ସାଇଡ଼୍ ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯାଇଛି।
पोटल को लेउटेला परे आमे लो फ्लेम रे पोटलर आरपट साइड को भी 6 रु 7 मिनिट पर्यंत कुक करिबा जेमति पोटलर आरपट साइड टिके लाइट गोल्डन ब्राउन कलर रे फ्राई हे जिवो आ पोटल भल से सिझि जिवो 6 रु 7 मिनिट पर मुझे लेउटे की देखई दूची देखि परथिबे पोटलर आरपट साइड भल से फ्राई हे जाइची पोटल भी एठी भल से सिझि जाइची। एबे हमें गैस बंद करी दबा आलू पुरतिया पोटल भजा एठी रेडी हे जाइची। आपण एही रेसिपी को को जागार देखुचंती कमेंट सेक्शन में जणेबे। जदि आपन को एही नुआ प्रकार पोटल भजार रेसिपी भल लगी ताला को लाइक करिवे आपन को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नांती ताले सब्सक्राइब करबा को जबर भूलिबेनी। पाखर था बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपन प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जबर भूलिबेनी। थैंक यू फॉर वाचिंग।